ଗଳ୍ପଟିର ଶୀର୍ଷକ ବାପା ମାନେ ଏମିତି। ରବିବାର ଦିନଟା ଟିକିଏ ଆମିଷ ନହେଲେ କେମିତି ଅଧା ଅଧା ଲାଗେ ମୋତେ। ମୁଁ ଟିକିଏ ଆମିଷ ପ୍ରିୟ ଛୋଟବେଳୁ, ଠିକ୍ ମୋ ବାପାଙ୍କ ଭଳି। ଏତେ ବର୍ଷ ପରେ ବି ଖାଇ ବସିବା ବେଳେ କିନ୍ତୁ ବହୁତ ମନେ ପଡ଼ନ୍ତି ମୋତେ ମୋ ବାପା। ଆଜିକୁ 18-20 ବର୍ଷ ହେଇଗଲାଣି ବୋଧେ ଅଭ୍ୟାସଟି ଛାଡ଼ିବାର। ଯେଉଁ ଅଭ୍ୟାସଟିକୁ ମୋ ବାପା ଜାଣିଶୁଣି ପ୍ରଶ୍ରୟ ଦେଇ ବଡ଼ କରିଦେଇଥିଲେ ମୋ ଭିତରେ। ମୋ ଜାଣିବା ଦିନଠୁ ମୋ ବାପାଙ୍କ ଥାଳିରେ ହିଁ ଭାତ ଖାଉଥିଲି ମୁଁ। ଖାଉଥିଲି ନା ଖୁଆଇ ଦେଉଥିଲେ ସେ ମୋତେ। ମା ଯେତେବେଳେ ଡାକ ପାରିବେ ଭାତ ବାଢ଼ି ତାଙ୍କୁ ଖାଇବା ପାଇଁ, ସେ ଖୋଜିବେ ମୋତେ, ଡାକିବେ, ମା ଆସିଲୁ ଖାଇବା। ମୁଁ ସେଇ ଡାକକୁ କାନ ପାରିଥାଏ। ଡାକ ଶୁଣିବା କ୍ଷଣି ଦୌଡ଼ି ଯାଇ ଥାଳି ପାଖରେ ହାଜର। ବାପା ଭାତରେ ଡାଲି ତରକାରୀ ଗୋଳେଇ ଦେଇ ବସିବେ ଚୁପ୍ ମାରି। ପାଖରେ ମା ବସିଥିବେ। ବାପା ଖାଇବେନି, ସେ କଥା ହେଉଥିବେ ମାଙ୍କ ସହ। ମୁଁ ଏପଟେ ଗୋଳା ହେଇଥିବା ଭାତ ଖାଇସାରିଲା ବେଳକୁ ସେଇ କଥା ଭିତରେ ହିଁ ଆଉ ଥରେ ଭାତ ଗୋଳେଇ ମୋ ପାଇଁ ରେଡ଼ି କରି ଥୋଇ ସାରିଥିବେ। ମୁଁ ଜାଣିପାରେ ନା ସେ ଖାଆନ୍ତି କି ନାହିଁ। ଏମିତି କରି କରି 2 ଜଣଙ୍କ ଭାତକୁ ମୋତେ ହିଁ ଖୁଆଇ ଦିଅନ୍ତି। ବାପାଙ୍କ ସେଇ ସ୍ନେହବୋଳା ହାତରେ ଗୋଳା ହେଇଥିବା ଭାତରେ ଯେ ମୋ ପେଟର ଭୋକ ବଢ଼େ, କମେ ନା। ମୁଁ 2 ବଡ଼ ଭାଇଙ୍କ ପରେ ଗୋଟିଏ ଭଉଣୀ, ସବା ସାନ। ସମସ୍ତଙ୍କର ବଡ଼ ଗେହ୍ଲି, ହେଲେ ମୋ ବାପାଙ୍କର ଟିକିଏ ବେଶୀ। ମଝିଆ ଭାଇ ମୋ ଭାତ ଖୁଆ ଦେଖି କହିବ, ଆମେମାନେ ବଞ୍ଚିବା ପାଇଁ ଖାଉଛୁ, ଆଉ ଏଇଟା ଖାଇବା ପାଇଁ ବଞ୍ଚିଛି। କେତେ ମୋଟି ହେଲାଣି କିନ୍ତୁ ତାର ଖାଇବା କମୁନି, ଖାଇ ଚାଲିଛି। ଦେଖ ଥାଳି ସଫା କରି ସାରିଲାଣି, ବାପା ଏଯାଏଁ ମୁଠାଏ ମୁହଁକୁ ନେଇନାହାନ୍ତି। ମୁଁ ଦେଖେ, ଆରେ ସତ କଥା ତ, ମୋ ବାପା ଗୁଣ୍ଡାଏ ବି ଖାଇ ନାହାନ୍ତି ଏଯାଏଁ। ହେଲେ ବି ଅଭିମାନରେ ମୁଁ ଭାଇକୁ ମୁହଁ ଫୁଲାଏ। ବାପା କିନ୍ତୁ ତାକୁ ଆକଟ କରି କୁହନ୍ତି, ମୋ ଝିଅକୁ ଖାଇବାରେ କେହି କହିବନି। ଆରେ ଝିଅମାନେ ପରା ଅଧା ଜୀବନ ବାପ ଘରେ ରୁହନ୍ତି, ଆଉ ଅଧା ଜୀବନରେ ସେମାନେ ତାଙ୍କ ପୁରା ଜୀବନର ଖାଇକି ଯିବା କଥା। ତେଣୁ ସେମାନେ 2 ଗୁଣା ଖାଇଲେ ବି କମ୍। ସେ ଖାଉ, ଖବରଦାର ତା ଖାଇବାରେ କେହି ନଜର ଲଗାଇବ ଯଦି ଦେଖିବ। ମୁଁ ମୁହଁ ଦେଖାଇ ଭାଇକୁ ଛିଗୁଲାଇ ହୁଏ। ଭାଇ ତଳକୁ ମୁଣ୍ଡ ପୋତି ବସେ। ଏଇ ଯୁଦ୍ଧରେ ମୋର ଜୟ ହୁଏ ଆଉ ଭାଇର ପରାଜୟ। ଏମିତି ବାପାଙ୍କ ଭାତ ଥାଳିରେ ମୋର ଏକଚାଟିଆ ଅଧିକାରକୁ ସମସ୍ତେ ସ୍ୱୀକାର କରିନେଇଥିଲେ ଖୁସିରେ। ଆଜି ବି ଏକୁଟିଆ ଖାଇ ବସିଲେ ମୋ ଆଖି ଓ ମନ ଛଳଛଳ ହେଇଯାଏ ମୋ ବାପାଙ୍କ ସ୍ମୃତିରେ। ସେ ମୋତେ ଖୁଆଇ ଦେଲେ ମୋ ସାରା ଜୀବନ ଖାଇବାଠୁ ବି ଅଧିକ। ମୁଁ କିନ୍ତୁ ଝିଅ ବୋଲି ତାଙ୍କଠୁ ଦୂରରେ ରହିଲି। ଗୋଟିଏ ଦିନ ବି ତାଙ୍କୁ ଖୁଆଇ ପାରିଲିନି ମୋ ମନ ଖୁସିରେ। ଆଜି ବି ସେଇ ରବିବାର, ରୋଷେଇ ସରିଲାଣି। ବାପ ଝିଅ ଡାଇନିଂ ଟେବୁଲରେ ବସିଛନ୍ତି। ମୁଁ ଭାତ ବଢ଼ାବଢ଼ି କରୁଛି। ଶୁଣିଲି ବାପ ଝିଅ କଥା ହେଉଛନ୍ତି। ମୋ ଝିଅ କହୁଛି, ବାପା ଏ ମାଂସ ଗୁଡ଼ା ଖାଇବା ଭଲ ନୁହଁ। ତୁମେ କ'ଣ ପାଇଁ ଘରକୁ ଆମିଷ ଆଣୁଛ ଯେ? ଏଗୁଡ଼ା ଖାଇ ଖାଇ ମୁଁ ମୋଟା ହେବାକୁ ବସିଲିଣି ପରା। ମୋ ଫିଗର ଖରାପ ହେଇଯିବ। ମୋ ସାଙ୍ଗମାନେ ଜିମ୍ ଯାଉଛନ୍ତି, ଆଉ ମୁଁ କ'ଣ ଏଠି ଚିକେନ ମଟନ ଖାଇ ମୋଟି ହେବି ନା କ'ଣ? ଯା, ମୁଁ ଖାଇବିନି। ଡାକ ପଡ଼ୁଛି, ମା ମୋ ପାଇଁ ମାଂସ ବାଢ଼ନି, ମୁଁ ଖାଇବିନି। ସ୍ୱାତୀର ଅନ୍ୟ କେହି ଭାଇ କି ଭଉଣୀ ନାହାନ୍ତି ତା ଖାଇବାରେ ଭାଗ ବସେଇବା ପାଇଁ। ସେ ହେଉଛି ଆଜିକାଲି ଯୁଗର ମା ବାପାଙ୍କର ଏକମାତ୍ର ଅଳିଅଳି ଝିଅ। ଯାହା ଦରକାର କହିବା ଆଗରୁ ସବୁ ଖୁସି ଦେବାକୁ ମା ବାପା ପ୍ରସ୍ତୁତ ହେଇ ବସିଛନ୍ତି। ତାକୁ ଖାଇ ଖାଇ ମୋଟି ହେଉଛୁ ବୋଲି କହି ଛିଗୁଲେଇବା ପାଇଁ କୌଣସି ଭାଇ ଭଉଣୀ ନାହାନ୍ତି ତା ପାଖରେ। ସେ ଜାଣେ ନା କି ବୁଝେ ନା ଯେ ଏସବୁ ଭିତରେ କେମିତି ପୂରି ରହିଥାଏ ଭାଇ ଭଉଣୀର ନିବିଡ଼ ସମ୍ପର୍କର ଆବେଗ, ସ୍ମୃତି, ଯାହାକୁ ଝୁରି ହୁଏ ଏ ମନ ପ୍ରାଣ ସବୁଦିନ, ସବୁ ମୁହୂର୍ତ୍ତରେ। ମୁଁ ଝିଅର କଥା ଶୁଣି ଧିମେଇ ଗଲି। ଫେରି ଯାଉଥିଲି ଅତୀତକୁ, ମୋ ବାପାଙ୍କ ପାଖକୁ ସ୍ନେହ ଡୋରିରେ ଟାଣି ହେଇ। ଶୁଣିବାକୁ ଚାହୁଁଥିଲି ମୋ ଝିଅର ବାପାଙ୍କ ଉତ୍ତରକୁ। ତଉଲିବାକୁ ଚାହୁଁଥିଲି ତା ବାପା ଓ ମୋ ବାପାଙ୍କ ସ୍ନେହକୁ। ମୋ ଝିଅର ବାପା କହୁଥିଲେ, ହେ ତୁ ବଡ଼ ହୁଣ୍ଡିଟା, ମାଂସ ଖାଇ କ'ଣ କିଏ ମୋଟା ହୁଏ ନା କ'ଣ? ମୋ ଝିଅ ଯେ ସବୁଠୁ ସୁନ୍ଦର। ମୋଟା ହେଇଗଲେ ସେ ପୁରା ଆହୁରି ସୁନ୍ଦର ଦେଖାଯିବ। ମୋଟି ହୋଇ ଯେତେବେଳେ ଶାଶୁଘରକୁ ଯିବ ସେମାନେ ଜାଣିବେ ମୋ ଝିଅର ଖାଇବାରେ କେତେ ପସନ୍ଦ। ତେଣୁ ମୋ ଝିଅର ମନ ଜାଣି ତାକୁ ଖୁଆଇବେ। ଆଉ ନ ଖାଇଲେ କ'ଣ ଚଳିବ? ବଡ଼ ପାଟି କରି ମୋତେ କହୁଛନ୍ତି, ହେଇଟି ମୋ ମାଂସ ଭାଗରୁ ବି 4 ପିସ୍ ମୋ ଝିଅ ପ୍ଲେଟରେ ଦେବ, ବୁଝିଲ? ମୋ ସୁନାନାକି ଝିଅଟି ପତଳି ହେଇଗଲାଣି ପରା।
ବାପ ଝିଅ ହସୁଥିଲେ କିରିକିରି ହେଇ। ମୋ ଆଖିରୁ କିନ୍ତୁ 2 ଟୋପା ଲୁହ ବହିଯିବା ପାଇଁ ରାସ୍ତା ଖୋଜୁଥିଲେ। ମନଟି କହୁଥିଲା ଆଜି ବି ସବୁ ଘରେ ସେଇ ମୋ ବାପାଙ୍କ ପ୍ରାଣଟି ଜୀବନ୍ତ ଅଛି। ବାପାମାନେ ସବୁବେଳେ ଏମିତି, ତାଙ୍କ ଝିଅମାନଙ୍କ ପ୍ରେମରେ ଛଳ ଛଳ। ମୁଁ ଭାତ ଥାଳି ନେଇ ଡାଇନିଂ ଟେବୁଲରେ ଥୋଇଦେଇ କହୁଥିଲି, ତୁମେ କିଏ ଅଧିକ ଆଉ କିଏ କମ୍ ଖାଇବ ଭାଗ ବାଣ୍ଟୁଥାଅ। ମୁଁ ଚାଲିଲି। ତୁମେ ଦୁହେଁ ନ ଖାଇଲେ ବି ଚଳିବ। ମୁଁ ସବୁ ଏକୁଟିଆ ଖାଇ ସଫା କରିଦେଇ ପାରିବି ଯେ ମୋ ବାପା ଏତକ ଶିଖାଇ ଦେଇଛନ୍ତି ମୋତେ।